ସମୟ ସୂତରେ ରାଜନୀତି ସେ ନବୀନ ବାବୁଙ୍କର କିଏ ସମର୍ଥକ ହବ, କିଏ ରାହୁଲ ଗାନ୍ଧୀଙ୍କର ସମର୍ଥକ ହବ, କିଏ କାହାର ସମର୍ଥକ ହବ, ସେ ଆପଣଙ୍କ ଘର ଭିତରେ ରାଜନୀତି ଫାଟ ତିଆରି କରିଦେଲା? ହଁ ହଁ କରିଦେଲା। କାହିଁ ଆମେ ଡିନାଇ କରିବା ଯେ ନାଇଁ ବାପା କିନ୍ତୁ ବିଚାରା ପର୍ସନାଲ ମଝିରେ ରିଲେସନସିପ ଟା ଭଲ ରହିବା ଉଚିତ ଥିଲା କି ନାହିଁ? ଦେଖ ଏଠି ମୋରାଲ ଭ୍ୟାଲ୍ୟୁର ମ୍ୟାଟର ଆସିଯାଉଛି। ଏକ ତ ଆମେ କଂଗ୍ରେସରୁ ଯେତେ କଂଗ୍ରେସକୁ ଗାଳି ଦେଲେ ବି ଆଜି ମଣିଷ କୋଉଥିପାଇଁ ବାପା କଂଗ୍ରେସ ଯୋଉ ଆଜି ବି ଆମେ ପାଠ ପଢିଲୁ ଭୁବନେଶ୍ୱରରେ ରହିଲୁ ଏତିକି ବି ଆମେ ମିଡିଲ କ୍ଲାସ ହେଲେ ବି ସମସ୍ତେ କୁହନ୍ତି ଆଙ୍କର କୋଟି କୋଟି ଟଙ୍କା ଅଛି ବଟ୍ ଫ୍ୟାକ୍ଟ ଇଜ ଏତେ ପଇସା ନାହିଁ ଆପଣ ପାଖରେ। ସାଇକେଲ ପେଳୁଥିଲୁ ଆମେ ଆମେ ପାଠ ପଢି ଏଣ୍ଟ୍ରାନ୍ସ ଦଉଥିଲୁ ଏଣ୍ଟ୍ରାନ୍ସ ପାଇକି ଚାକିରି କରୁଥିଲୁ ମାନେ ପାଠ ପଢିଲା ବେଳକୁ ସେୟାର କମରାରେ ବି ରହୁଥିଲୁ 4 ଜଣ ସାଙ୍ଗରେ ରହୁଥିଲୁ ଗୋଟିଏ ରୁମରେ। ଏଇନେ ସିନା ମୁଁ ଚାକିରି ପାଇକି ଆମେରିକା ପଳେଇଲି ଲାଇଫ ଟିକେ ଚେଞ୍ଜ ହେଇଗଲା କିନ୍ତୁ ଆମେ ସେ ଟୋଟାଲ ପ୍ରୋସେସରେ ଯାଇଛୁ ନା। ଆଉ ଯଦି କୋଟିପତି ହେଇଥାନ୍ତୁ ଯାଇ ବମ୍ବେରେ ଗୋଟେ ଛୋଟିଆ କମରାରେ 4 ଜଣ ସେୟାର କରିଥାନ୍ତୁ କି ପାଠ ପଢିଲା ବେଳକୁ ତ ଆପଣ ସେଇ କୋଉଠି ସବୁ କରୁଥିଲେ ନାହିଁ। ବମ୍ବେରେ? ବମ୍ବେରେ ମୁଁ ଚାର୍ଟର୍ଡ ଫାଇନାନ୍ସ ଆନାଲିଷ୍ଟ କରୁଥିଲି ହଁ ସେତେବେଳେ। ହଁ ଆଚ୍ଛା ମୋର ଟିକେ ଇଚ୍ଛା ଥିଲା ଯେ ନାଇଁ ଏତେ କ'ଣ ସବୁ ଫାଇନାନ୍ସ ହଉଛନ୍ତି ସିଏଫଏ ଟା କରିବା। ହଁ ତ କଲେ ସିଏଫଏ ଆପଣ କ'ଣ କୋର୍ସ ହଁ ଆମେ ସିଏଫଏ ଆଚ୍ଛା ମୁଁ 3ଟା କୋର୍ସ କଲି ଏକାଠି। ଆର୍ମି ଛାଡ଼ିଲା ପରେ ହଁ ମୁଁ କଲି ଏସ୍ଏପି ଆଉ ଇଆର୍ପିରେ ମାଷ୍ଟର୍ସ ଆଇଟିରେ, ତାପରେ କଲି ମାର୍କେଟିଂରେ MBA, ତାପରେ ଚାର୍ଟର୍ଡ ଫାଇନାନ୍ସ ଆନାଲିଷ୍ଟ। ମୁଁ କହିଲି ପଢିବି ତ ଏକାଥରେ 2 ବର୍ଷରେ ସବୁ ପଢିଦେବି। ଆଉ ଭଲ ଷ୍ଟୁଡେଣ୍ଟ ଆପଣ? ହଁ ଏଇସବୁ ଜିନିଷରେ ଅଛି ମାନେ ମ୍ୟାଥମେଟିକ୍ସଟା ଦେଇଛନ୍ତି ଭଗବାନ। ମ୍ୟାଥମେଟିକ୍ସ ଭଲ ହୁଏ ଆପଣଙ୍କର? ହଁ 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 ଅଙ୍କ କଷିକିରି ଆପଣ କହିଦେବେ ଯେ ହଁ ଜିନିଷ କ'ଣ ହଁ ଚାଲିଛି। ହଁ। ସେଥିପାଇଁ ମୁଁ ଯେତେବେଳେ ମୋ ଭାଷଣ ଖାଇ ଲୋକ ଶୁଣୁଛନ୍ତି ମୁଁ ସଦାବେଳେ କାଲକୁଲେସନ କରିକି କୁହେ ଜିନିଷଟା। ହଁ ଆପଣଙ୍କ ମୁଣ୍ଡ କ'ଣ ବହୁତ ସାର୍ପ? ସାର୍ପ ନହେଲେ ବି ଆଇ ଥିଙ୍କ କମନ ସେନ୍ସ ବହୁତ। ବହୁତ କମନ ଆଚ୍ଛା ସେନ୍ସ। ଧର ଆମର 3200 ରେପ୍ କେସେସ୍ ରେଜିଷ୍ଟର୍ଡ ହଉଛି, ତାକୁ ମୁଁ ଏଇଟା ବି କହିପାରିବି 3200 କେସ୍ ପର ଇୟର। ମୁଁ ତାକୁ କ'ଣ କଲି ମୁଁ କହିଲି 10ଟା ରେପ୍ ପର ଡେ। ମ୍ୟାଥମେଟିକାଲ କ୍ୟାଲକୁଲେସନ। ବାସ୍ ଏଟା କେତେ ପାୱାରଫୁଲ ଶୁଣାଗଲା କି ହଁ ନାଇଁ? ଦିନକୁ 10ଟା ରେପ୍ 10ଟା ହଉଛି। ରେପ୍ ହଉଛି ଓଡ଼ିଶାରେ। ଦେଖୁଛୁ କି ଅବସ୍ଥା। ତ ଆପଣ ତାକୁ 365 କୁ ପର ଡେ କେତେ ପଡୁଛି ତାକୁ କାଲକୁଲେଟ କରିକି ଧଡ଼କିନି ମୁଁ ମାଇଣ୍ଡରେ କାଲକୁଲେଟ କରି କହିଲି ତ ହଁ ଏଇଟା କାମ ଦିଏ। ସେଇ ଜିନିଷଟା ହେଲ୍ପ କରିଥିଲା। ତ IIT ଯିବା କଥା ଆପଣ? ମୁଁ ଏଇଟା IIT ଠୁ କମ୍ ନୁହଁ ଆକ୍ଚୁଆଲି। ନ୍ୟାସନାଲ ଡିଫେନ୍ସ ଏକାଡେମୀ NDA ପାଇଥିଲେ? ହଁ UPSC IAS ଭଳିଆ ପରୀକ୍ଷା ପୁରା। ହଁ IAS ଟୁ ବି କଷ୍ଟ ପରୀକ୍ଷା କାହିଁକି କୋଉ ବି ଏଣ୍ଟ୍ରାନ୍ସରେ 16ଟା ଏକ୍ଜାମ ନଥାଏ। ହୁଁ NDA କ୍ରସ୍ କରିବା ପାଇଁ ଆପଣଙ୍କୁ 16 ରାଉଣ୍ଡ ଅଫ୍ ଏକ୍ଜାମ କ୍ରସ୍ କରିବାକୁ ପଡ଼ିବ। 16 ରାଉଣ୍ଡସ୍। ଆଉ ସେଥିରେ 4ଟା ରାଉଣ୍ଡ ଖାଲି ସାଇକୋଲୋଜିରେ ଫେଲ୍ ହେଲେ ବି ତମକୁ ନେବେନି ଯଦି ତମର ଭିତରେ ନେଗେଟିଭ ସାଇକୋଲୋଜି ଅଛି। ତାର 4 ଦିନ ଖାଲି ଆଗ ସାଇକୋଲୋଜି ତମର ଟେଷ୍ଟ ଦବ ସବୁ। ସେ ସବୁ ସାଇକୋଲୋଜି ପଢିବେ, ସାଇକୋଲୋଜି ଆନାଲିସିସ୍ ହବ ତମର। ପଜିଟିଭ ବାହାରିବ ଯଦି ଲୋକଟା ତାହେଲେ ତ ଆପଣଙ୍କ ମୁଣ୍ଡରୁ ପଜିଟିଭ ବାହାରିଛି। ତ ଏତେ ସହଜ ନୁହଁ NDA ପରୀକ୍ଷା।